ଭାରତ ସହିତ ବନ୍ଧୁତାକୁ ସହିପାରୁନାହିଁ ପାକିସ୍ତାନ। ଆତଙ୍କୀ ଅଡ୍ଡା ଭାବରେ ସବୁଆଡେ ଚର୍ଚ୍ଚାରେ ରହିଥିବା ପାକିସ୍ତାନ ପୁଣି ଭାରତ ଉପରେ ପରୋକ୍ଷରେ ଟାର୍ଗେଟ କରିଛି। ମଧ୍ୟରାତ୍ରିରେ ଆଫଗାନ ଉପରେ ଆଟାକ୍ କରିଛି ପାକିସ୍ତାନ, କିନ୍ତୁ ମୂଳ ନିଶାନା ହେଉଛି ଭାରତ। ଭାରତ ଆଫଗାନିସ୍ତାନର ଏହି ସମ୍ପର୍କକୁ ବିଲକୁଲ ମଧ୍ୟ ସହିପାରୁନାହିଁ, ଯାହାକୁ ନେଇ ଏପରି କିଛି ଆକ୍ରମଣ କରିଛି। ଯେଉଁ ସମୟରେ ଆଫଗାନିସ୍ତାନର ତାଲିବାନ ମନ୍ତ୍ରୀ ଭାରତ ଗସ୍ତରେ ରହିଥିଲେ, ଆଫଗାନିସ୍ତାନର ରାଜଧାନୀ କାବୁଲର ଅବଦୁଲ ହକ୍ ସ୍କୋୟାରରେ ପାକିସ୍ତାନ ପକ୍ଷରୁ ଏହା ଷ୍ଟ୍ରାଇକ୍ କରାଯାଇଛି। ବ୍ୟକ୍ତିଙ୍କ 2253 ଶବ୍ଦର ନାମ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଗୋଟିଏ ନାଁରେ 2253 ଶବ୍ଦ। କଥାଟା ନିଶ୍ଚିତ ଆପଣମାନଙ୍କୁ ଆଶ୍ଚର୍ଯ୍ୟ କରୁଥିବ, କିନ୍ତୁ ଏହା ଏକଦମ ସତ କଥା। ଅନେକ ସଂସ୍କୃତିରେ ଲମ୍ବା ନାଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ, ଯାହା ପରମ୍ପରା ଏବଂ ସାମାଜିକ ଗଠନକୁ ପ୍ରତିଫଳିତ କରିଥାଏ। ଦକ୍ଷିଣ ଭାରତରେ ନାମଗୁଡ଼ିକ ପ୍ରାୟତଃ ଗ୍ରାମ, ପିତାଙ୍କ ନାମ ଏବଂ ପ୍ରୟତ ନାମକୁ ଅନ୍ତର୍ଭୁକ୍ତ କରିଥାଏ। ଆରବ ବିଶ୍ୱରେ ନାମଗୁଡ଼ିକ ଏକ ପୃଷ୍ଠପୋଷକ ପ୍ରଣାଳୀ ଅନୁସରଣ ମଧ୍ୟ କରିଥାନ୍ତି, ଯେଉଁଥିରେ ବ୍ୟକ୍ତି, ପିତା, ଜେଜେବାପା ଏବଂ କେତେକ ସମୟରେ ପରିବାର କିମ୍ବା ଜନଜାତିର ନାମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଥାଏ, ଯାହା ବଂଶ ଏବଂ ଐତିହ୍ୟକୁ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଥାଏ। ନୋବେଲ ନ ମିଳିବା ପରେ ମୁହଁ ଖୋଲିଲେ ଟ୍ରମ୍ପ। ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଏଥର ଭେନେଜୁଏଲାର ବିରୋଧୀ ଦଳ ନେତା ମାରିଆ କୋରିନା ମର୍ଚାଣ୍ଡେଙ୍କୁ ନୋବେଲ ପୁରସ୍କାର ମିଳିଛି। ଭେନେଜୁଏଲା ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ ପ୍ରୋତ୍ସାହିତ କରିବା, ଏକଛତ୍ରବାଦରୁ ଗଣତନ୍ତ୍ରକୁ ନ୍ୟାୟପୂର୍ଣ୍ଣ ଏବଂ ଶାନ୍ତିପୂର୍ଣ୍ଣ ପରିବର୍ତ୍ତନ କରିବା ପାଇଁ ତାଙ୍କ ସଂଘର୍ଷ ପାଇଁ ମାରିଆ ମଡେଲାଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ପାକିସ୍ତାନ ପୋଲିସର ଟ୍ରେନିଂ ସେଣ୍ଟରରେ ଆତ୍ମଘାତୀ ଆକ୍ରମଣ। ପରିଚୟ ଲୁଚାଇ ପୋଲିସ ଟ୍ରେନିଂ ସେଣ୍ଟରରେ ପଶିଯାଇଛନ୍ତି କିଛି ଦୁର୍ବୃତ୍ତ। କେହି କିଛି ବୁଝିବା ଆଗରୁ ହୋଇଛି ଆତ୍ମଘାତୀ ବିସ୍ଫୋରଣ। ଏହାପରେ 5 ଘଣ୍ଟା ଧରି ଚାଲିଛି ଆତଙ୍କବାଦୀ ଏବଂ ପୋଲିସ ମଧ୍ୟରେ ଜୋରଦାର ଗୁଳି ବିନିମୟ। ପାକିସ୍ତାନର ଉତ୍ତର ପଶ୍ଚିମରେ ଥିବା ଖୈବର ପଖ୍ତୁନ ପ୍ରଦେଶରୁ ଏହି ଆତ୍ମଘାତୀ ବିସ୍ଫୋରଣ ଘଟିଛି। ସୂଚନା ଅନୁସାରେ ଖୈବର ପଖ୍ତୁନର ଡେରା ଇସଲାମଲ ଖାନା ଜିଲ୍ଲାର ରାତାକୁଲାଚି ପୋଲିସ ଟ୍ରେନିଂ ସ୍କୁଲରେ ଏହି ବିସ୍ଫୋରଣ ଘଟିଛି। ଏହାପରେ 5 ଘଣ୍ଟା ଧରି ମଧ୍ୟ ଚାଲିଥିଲା ଫାୟାରିଂ। ଗାଜାରେ ଫେରୁଛି ଶାନ୍ତି। ଯୁଦ୍ଧବିରତି ଚୁକ୍ତିକୁ ଇସ୍ରାଏଲ କ୍ୟାବିନେଟର ମଞ୍ଜୁର। 2 ବର୍ଷ ପରେ ଗାଜାରେ ଶୁଭିଛି ଶାନ୍ତିର ସ୍ୱର। ଉଭୟ ହମାସ ଇସ୍ରାଏଲ ପକ୍ଷରୁ ଟ୍ରମ୍ପଙ୍କ 20ଟି ସୂତ୍ରକୁ ମାନି ଦେଇଛନ୍ତି। ଗାଜାରୁ ଇସ୍ରାଏଲ ବନ୍ଦୀମାନଙ୍କୁ ମୁକ୍ତ କରିବାକୁ ରାଜି ହେବା ପରେ 72 ଘଣ୍ଟା ପରେ ପାଲେଷ୍ଟାଇନ ବନ୍ଦୀଙ୍କୁ ଛାଡ଼ିବାକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି ଇସ୍ରାଏଲର ପ୍ରଧାନମନ୍ତ୍ରୀ। ଇସ୍ରାଏଲ କ୍ୟାବିନେଟ ଗାଜାରେ ଯୁଦ୍ଧବିରତି ଏବଂ ହମାସ ଦ୍ୱାରା ବନ୍ଦୀ ଥିବା ଅବଶିଷ୍ଟ ବନ୍ଧକଙ୍କୁ ମଧ୍ୟ ମୁକ୍ତ କରିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚୁକ୍ତିକୁ ମଧ୍ୟ ଅନୁମୋଦନ କରାଯାଇଛି। ବ୍ରେକ୍ ପାସେଜରେ ଭୂକମ୍ପ, ତୀବ୍ରତା 7.1 ରିକ୍ଟର ସ୍କେଲ। ଦକ୍ଷିଣ ଆମେରିକା ଏବଂ ଆଣ୍ଟାର୍କଟିକା ମଧ୍ୟରେ ଅବସ୍ଥିତ ଡ୍ରୋନ୍ ପ୍ୟାସେଜରେ ଭୂକମ୍ପ ହୋଇଛି। ସକାଳେ ଭୂକମ୍ପ ହୋଇଥିବା ବେଳେ ରିକ୍ଟର ସ୍କେଲ ଏହାର ତୀବ୍ରତା 7.1 ଥିଲା ବୋଲି କୁହାଯାଉଛି। ଭୂକମ୍ପଟି ଭାରତୀୟ ସମୟ ପ୍ରାୟ ରାତି 1:56 ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଅଫ୍ ସିସ୍ମୋଲୋଜି ବା NCS ଅନୁଯାୟୀ ଏହାର କେନ୍ଦ୍ରସ୍ଥଳ ସମୁଦ୍ର ପତ୍ତନ ତଳେ ପ୍ରାୟ 10 କିଲୋମିଟର ଗଭୀରରେ ରହିଥିଲା। ରବ୍ ନ୍ୟୁଜର ରିପୋର୍ଟ କରିଛି ଯେ ଭୂକମ୍ପର କେନ୍ଦ୍ରସ୍ଥଳ 60.18 ଡିଗ୍ରୀ ଦକ୍ଷିଣ ଅଂଶ ଏବଂ 61.85% ପଶ୍ଚିମ ଦ୍ରାଘିମାରେ ଅବସ୍ଥାପିତ ରହିଥିଲା। 50,000 କୋଟିର ମାଲିକ ହେଲେ ଜୁହୁ ବେଲ୍ ପ୍ରତିଷ୍ଠାତା। ଛୋଟ ସହର କିମ୍ବା ଗାଁରୁ ଯେତେବେଳେ ପାଠ ପଢ଼ି ସାରନ୍ତି, ସେତେବେଳେ ଆପଣ ନିଶ୍ଚିତ ସ୍ୱପ୍ନ ଦେଖିଥିବେ ଯେ ମୁଁ ବିଦେଶରେ ଚାକିରି ଖଣ୍ଡେ ପାଇଯାଆନ୍ତି କି। ଭଲ ପ୍ୟାକେଜରେ ଯଦି ଚାକିରି ମିଳିଗଲା, ତେବେ ଘର ଦ୍ୱାର ଛାଡ଼ି ସେଇ ଜାଗାରେ ହିଁ ସେଟେଲ ହୋଇଯାଆନ୍ତି। କିନ୍ତୁ ଶ୍ରୀଧର ଭେମ୍ବୁଙ୍କ କଥା ପୁରା ଅଲଗା ରହୁଛି। ଆମେରିକାର ପ୍ୟାକେଜ ଛାଡ଼ି ଦେଇ ଲୁଙ୍ଗି ପିନ୍ଧି ସାଇକେଲ ଚଲାଇ ଏବେ 50,000 କୋଟିର ମାଲିକ ଅଟନ୍ତି, ହେଲେ ମଧ୍ୟ ଗାଁର ପ୍ରେମକୁ ଛାଡ଼ି ପାରିନାହାନ୍ତି। ଭାରତୀୟ ସଫ୍ଟୱେର କମ୍ପାନୀ ଜୋହୋ ଆଜିକାଲି ଖୁବ୍ ଚର୍ଚ୍ଚା ମଧ୍ୟ ସାଉଁଟି ଆଣୁଛି। ପାକିସ୍ତାନ ସୀମାରେ ମୁତୟନ ହେବ ଅତ୍ୟାଧୁନିକ ଏୟାର ଡିଫେନ୍ସ ଗନ୍। ବଡ଼ ଯୁଦ୍ଧ ପାଇଁ ଭାରତ କରୁଛି ପ୍ରସ୍ତୁତି। କାରଣ ଗୋଟିଏ ପଟେ ଆତଙ୍କିସ୍ତାନ ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି ଭାରତର ସେନା ମୁଖ୍ୟ ତଥା ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ। ଅନ୍ୟପଟେ ସୀମାରେ ମୁତୟନ ହେଉଛନ୍ତି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଯାହାକୁ ଦେଖିଲେ ଲାଗୁଛି ଆଗକୁ ସ୍ଥିତି ଭୟଙ୍କର ହେବ। ସ୍ଥଳସେନା ମୁଖ୍ୟ ତଥା ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି ଯେ ଏଥର ଆଉ କମ୍ କ୍ୟାମ୍ପେଜ ହେବ ନାହିଁ।
ଏଥର ଆଟାକ୍ ଆହୁରି ଭୟଙ୍କର ହେବ। ଆବଶ୍ୟକ ପଡ଼ିଲେ ମାନଚିତ୍ରରୁ ହଟିଯିବ ପାକିସ୍ତାନ। ପାକିସ୍ତାନରେ ହିଂସା, ପୋଲିସ ଗୁଳିରେ 11 ଜଣ ମୃତ, 50ରୁ ଉର୍ଦ୍ଧ୍ୱ ଜଣ ଆହତ। ଲାହୋରରେ ତେରିକି ଲାବାଇବା ପାକିସ୍ତାନ PLP ଇସଲାମିକ ସଂଗଠନର ଶୋଭାଯାତ୍ରା ବେଳେ ପାକିସ୍ତାନ ପୋଲିସ ସହିତ ସଂଘର୍ଷ ଘଟିଥିଲା। ପାଲେଷ୍ଟାଇନ ସପକ୍ଷବାଦୀ ରାଲି କରିବା ପାଇଁ ସେମାନେ ରାଜଧାନୀ ଅଭିମୁଖେ ଯିବାକୁ ଯାଉଥିବା ବେଳେ ସୁରକ୍ଷା ବଳ ଅଟକାଇବାକୁ ଉଦ୍ୟମ କରୁଥିବାର ଉତ୍ତେଜନା ଦେଖିବାକୁ ମିଳିଥିଲା। ପୋଲିସ ଆଖିବୁଜା ଗୁଳି ଚଳାଇଥିବାରୁ TLPର 11 ଜଣ ସଦସ୍ୟ ନିହତ ହେବା ସହିତ 50ରୁ ଉର୍ଦ୍ଧ୍ୱ ଆହତ ହୋଇଯାଇଥିବା ନେଇ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ବଳାତ୍କାରୀଙ୍କ ସୁରକ୍ଷିତ ଠିକଣା ପାଲଟି ଯାଇଛି ପଶ୍ଚିମବଙ୍ଗର ପଶ୍ଚିମ ବର୍ତ୍ତମାନ ଜିଲ୍ଲାର ଦୁର୍ଗାପୁରରେ ଏକ ମେଡିକାଲ ଛାତ୍ରୀଙ୍କ ସହିତ କଥିତ ଗଣବଳାତ୍କାର ଘଟଣା ଏବେ ରାଜନୈତିକ ବୟାନବାଜିକୁ ତୀବ୍ର କରିଦେଇଛି। ଭାରତୀୟ ଜନତା ପାର୍ଟି ବା ଭାଜପା ମମତା ବାନାର୍ଜୀଙ୍କ ସରକାରକୁ ମହିଳାମାନଙ୍କ ସୁରକ୍ଷା ଉପରେ ଗମ୍ଭୀର ଆରୋପ କରୁଛନ୍ତି। ଭାଜପା କହୁଛି ଯେ ରାଜ୍ୟର ଆଇନ ଅବସ୍ଥା ବିଗିଡ଼ି ଯାଉଛି। ମମତା ସରକାର ତୁଷ୍ଟିକରଣ ନୀତି ଅପରାଧୀମାନଙ୍କୁ ଖୋଲାଖୋଲି ଛାଡ଼ି ଦେଇଛନ୍ତି। କୌଣସି ପରିସ୍ଥିତିରେ ମହିଳାମାନଙ୍କ ପାଇଁ ମଧ୍ୟ ନିରାପଦ ନୁହେଁ ବୋଲି ସେମାନେ ମଧ୍ୟ କହୁଛନ୍ତି। ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟକା, ଦଳ ଛାଡୁଛନ୍ତି ନେତା। ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି ଏବଂ ରାଜନୈତିକ ସମୀକରଣ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ବା ଭାଜପାକୁ ଏକ ବଡ଼ ଝଟକା ଲାଗିଛି। ପ୍ରକୃତରେ ଦରଭଙ୍ଗା ଜିଲ୍ଲାର ଆଲିନଗର ବିଧାନସଭାର ବିଧାୟକ ଏବଂ ଦଳର ଜଣେ ବରିଷ୍ଠ ନେତା ମିଶ୍ରୀ ଲାଲ ଯାଦବ ଦଳରୁ ଇସ୍ତଫା ଦେଇଛନ୍ତି। ନିର୍ବାଚନ ପୂର୍ବରୁ ତାଙ୍କ ଇସ୍ତଫା ମଧ୍ୟ ହଲଚଲ ସୃଷ୍ଟି କରିଛି। ଯାଦବଙ୍କ ଇସ୍ତଫା ଏପରି ସମୟରେ ଆସିଛି ଯେତେବେଳେ NDA ଭିତରେ ଆସନ ବଣ୍ଟନ ବ୍ୟବସ୍ଥା ଶେଷ ପର୍ଯ୍ୟାୟରେ ମଧ୍ୟ ପହଞ୍ଚି ଯାଉଥିଲା। ଦିୱାଲୀ ପୂର୍ବରୁ କୃଷକଙ୍କୁ ବଡ଼ ଉପହାର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିୱାଲୀ ପୂର୍ବରୁ ଚାଷୀମାନଙ୍କୁ ଗୋଟିଏ ବଡ଼ ଉପହାର ଦେବାକୁ ଯାଉଛନ୍ତି। ସେ ଦେଶର ଚାଷୀମାନଙ୍କ ପାଇଁ 42,000 କୋଟି ଟଙ୍କାର ନୂତନ ଯୋଜନା ଆରମ୍ଭ କରିଛନ୍ତି, ଯାହା ସେମାନଙ୍କୁ ସିଧାସଳଖ ଲାଭ ଦେବ। ଏହି ସୂଚନା ଦେଇ କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ଏହି ଅବସରରେ ପ୍ରଧାନମନ୍ତ୍ରୀ 2ଟି ପ୍ରମୁଖ କାର୍ଯ୍ୟକ୍ରମ ଆରମ୍ଭ କରିବେ। ପ୍ରଧାନମନ୍ତ୍ରୀ ଧନଜନ୍ୟ କୃଷି ଯୋଜନା ଏବଂ ଡାଲି ପାଇଁ ଆତ୍ମନିର୍ଭରତା ମିଶନ। ବଡ଼ ହୃଦୟ ଦେଖାଇଲେ ମୁକେଶ ଅମ୍ବାନୀ। ଭାରତର ସବୁଠାରୁ ଧନୀ ବ୍ୟବସାୟୀ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଉତ୍ତରାଖଣ୍ଡର ପବିତ୍ର ଭୂମିରେ ପହଞ୍ଚିଥିଲେ। ସେ 2ଟି ଚାରିଧାମ କେଦାରନାଥ ଏବଂ ବଦ୍ରିଧାମ ମନ୍ଦିର ପରିଦର୍ଶନ କରିଥିଲେ। ସେଠାରେ ପହଞ୍ଚିବା ପରେ ବଦ୍ରିନାଥ କେଦାରନାଥ ମନ୍ଦିର କମିଟି ବା BKTCର ଅଧ୍ୟକ୍ଷ ହେମନ୍ତ ଦ୍ୱିବେଦୀ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ, ଯିଏ ତାଙ୍କୁ ଏକ ପାରମ୍ପରିକ ଉତ୍ତରାଖଣ୍ଡୀ ଟୋପି ମଧ୍ୟ ସେ ପ୍ରଦାନ କରିଥିଲେ। ଭାରତର ଶକ୍ତି ପ୍ରଦର୍ଶନ। ଛାନିଆରେ ପାକିସ୍ତାନ ଘୋଷଣା କଲା ଲକଡାଉନ। ଅପରେସନ ସିନ୍ଦୁର ପରଠାରୁ ଭାରତ ଏହାର ପ୍ରତିରକ୍ଷା କ୍ଷମତାକୁ ଆହୁରି ବୃଦ୍ଧି କରିଛି। ଏହି ପଦକ୍ଷେପର ଅଂଶ ସ୍ୱରୂପ ଭାରତ ପଶ୍ଚିମବଙ୍ଗରେ କ୍ଷେପଣାସ୍ତ୍ର ପରୀକ୍ଷଣରେ ଏକ ନୋଟମ ବା ବାୟୁସେନାକୁ ନୋଟିସ ଜାରି କରିଛି। ଏହି ନୋଟମ ଅକ୍ଟୋବର ଶେଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ଏବଂ 3500 କିଲୋମିଟର ଅଞ୍ଚଳକୁ ନୋ ଫ୍ଲାଏ ଜୋନ୍ ଭାବରେ ଘୋଷଣା କରିଛି। ଏ ସମ୍ପର୍କରେ ଏକ ନୋଟମ ଏବଂ ସାମୁଦ୍ରିକ ସୁରକ୍ଷା ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି। ଭାରତକୁ ଡବଲ ଡିସ୍କାଉଣ୍ଟ ଅଫର ଦେଲା ରୁଷିଆ। ଆମେରିକା ରୁଷିଆର ଔଷଧିତ ତୈଳ କ୍ରୟ ଉପରେ 25% ଟାରିଫ ଲାଗୁ କରିବା ସତ୍ତ୍ୱେ ଭାରତର ଆଗାମୀ ମାସଗୁଡ଼ିକରେ ରୁଷିଆର ଔଷଧିତ ତୈଳ ଆମଦାନୀ ବୃଦ୍ଧି କରିବାକୁ ପ୍ରସ୍ତୁତ ହୋଇଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ସାମଗ୍ରୀ ଆମଦାନୀ ଉପରେ 50% ଟାରିଫ ଲାଗୁ କରିଛନ୍ତି। ଆମେରିକା ଚାହୁଁଛି ଯେ ଭାରତ ରୁଷିଆ ଠାରୁ ତେଲ କିଣିବା ବନ୍ଦ କରୁ। ଆମେରିକା ଯୁକ୍ତି ରଖିଛି ଯେ ଏହା ୟୁକ୍ରେନ ଯୁଦ୍ଧରେ ରୁଷିଆକୁ ଆର୍ଥିକ ସହାୟତା ଯୋଗାଇ ଦେଉଛି। ତଥାପି ଆମେରିକାର ଚାପ ସତ୍ତ୍ୱେ ଭାରତ ତାର ମନୋବଳକୁ ମଧ୍ୟ ବଜାୟ ରଖୁଛି। ବିବାହ ଋତୁ ପୂର୍ବରୁ ଗ୍ରାହକଙ୍କ ମନରେ ଖୁସିର ଲହରୀ। ବିବାହ ଏବଂ ପର୍ବପର୍ବାଣି ପୂର୍ବରୁ ସୁନା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳୁଛି। ସୁନା ଏବଂ ରୂପା ମୂଲ୍ୟ ଗତ କିଛି ଦିନରେ ସର୍ବୋଚ୍ଚ ସ୍ତରରେ ପହଞ୍ଚି ଯାଇଛି, କିନ୍ତୁ ସକାଳେ ଉଭୟ ଧାତୁରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ପରିଲକ୍ଷିତ ହୋଇଛି। ସୁନା ବଜାର ରେଡ୍ ଜୋନ୍ରେ ଚାଲିଥିଲା। ସକାଳ 9:45ରେ ସୁନା 2660 ହ୍ରାସ ପାଇଯାଇଥିଲା, ଯେତେବେଳେ ରୂପା ମୂଲ୍ୟ 5850 ହ୍ରାସ ପାଇଯାଇଥିଲା। ବିଗ ବିଙ୍କ 83ତମ ଜନ୍ମଦିନ। ବଲିଉଡ ବାଦଶାହଙ୍କ ଲାଗି ଛୁଟିଛି ଶୁଭେଚ୍ଛାର ଛୁଆ। ବିଗ ବିଙ୍କ 83ତମ ଜନ୍ମଦିନ
बॉलीवुड बादशाह लगे शुभुची शुभेच्छार सुओ। यही दिन में जन्मग्रहण करते भारतीय चलचित्र जगत सुपरस्टार अमिताभ बच्चन भारतीय सिनेमा इतिहास सबुठार सफल अभिनेता भाव परिगणित अमिताभ 200 अधिक चलचित्र अभिनय करते। एनडीए सीट भाग बंटा नहीं विधिबद्ध घोषणा। बिहार विधानसभा निर्वाचन एनडीए और जीओडी मध्य सीट भाग बंटा प्राय चूड़ांत हो जाइए। आज एनडीए सीट भाग बंटा नहीं विधिबद्ध भाव घोषणा हो जाइए। मोट 243 आसन जीओडी को सर्वाधिक 102 आसन मिलता नहीं चर्चा हो। द्वितीय रही बीजेपी को जीओडी गोटे कम आसन बा 101 आसन रे लड़ब। चिराग पासवान को एलजेपी को 25 आसन दि जापरि जितेन राम मांझी बा हाम को 8 आसन लड़े। नवेम्बर 1 रु चीन विरुद्ध रे लागू हेब 100% टारिफ। चीन विरुद्ध रे अमेरिका राष्ट्रपति डोनाल्ड ट्रंप को आउ एक बड़ पदक्षेप देखा मिलुछि। आसंता नवेम्बर 1 रु चीन विरुद्ध रे अमेरिका लागू करिब 100% टारिफ। ए घोषणा जो प्रभावित हेब चीन रो रप्तानी। ट्रंप को यह घोषणा पर दुई देश मध्य कूटनैतिक और वाणिज्यिक उत्तेजना अधिक होगानी आशंका देखा जाउछि। वाणिज्य क्षेत्र में चीन अनेक विरोधात्मक पदक्षेप नेउथबा बेले प्रतिवाद अमेरिका यार निष्पत्ति नहीं बोली ट्रंप यार सूचना नहीं। आसाम गायक जुबिन गर्ग मृत्यु मामला 2 पीएसओ गिरफ। दिन को दिन बड़ होबार लगुच आसाम गायक तथा जुबिन गर्ग मृत्यु मामला। जुबिन को 2 व्यक्तिगत निरापत्ता अधिकारी को गिरफ कर आसाम पुलिस। से माने नरेश परबरा एवं परेश वैश्य। दीर्घ दिन धरी जुबिन को सुरक्षा नियोजित रही चीफ जुडिशियल मजिस्ट्रेट को निकट में हाजर करा विरुद्ध में किसी आर्थिक अनियमिततार अभियोग आसवा पर सस्पेंड कर दिया जाइथिला। बैतरणी नदी टापुरे फसी 30 टिकिया हाथीपल। केन्दुझर जिलार बैतरणी नदी टापुरे अटकी रही 30 टिकिया हाथीपल। नदी पार होता समय टापुरे अटकी रही हाथी माने। पाटना रेंज तथा खैरी टांकरी जैक्सन 3 धारिया निकट में अटकी रही हाथीपल माने। पाटना रेंज अंचल कंजरिया रेंज को नदी पार होता बेले फसी जाइथिले हाथी माने। संभवतः उभय पार्श्वर लोकों भिड़ जो नदी पार हो पारना हाथीपल। हाथीपलंक उपर वन विभाग कड़ा नजर रखुची। पुरी पुलिस ऑपरेशन चक्र अभियान 6 जुआड़ी गिरफ। पुरी पुलिस ऑपरेशन चक्र अभियान रे जुआड़ी चढ़ाऊ होइछि। होटेल शुभम बीच रे चढ़ाऊ कर 6 जन जुआड़ी को गिरफ करिछि समुद्रकूल थाना पुलिस। प्राय 60,000 टंका सहित खेल सामग्री जबत होइछि। निज अंचल एभली जुआ खेल चलिथिबा देखिले तुरंत 112 को कॉल करंतु। निकटस्थ थाना रे जणाइबा को पुलिस पक्षर सूचना प्रदान करा जाइछि। ऑपरेशन चक्र अभियान रे ए जाय प्राय 80 जन जुआड़ी को गिरफ करिछि पुलिस। उपनिर्वाचन तारीख घोषणा पर उष्म राजनीति। नयापड़ा उपनिर्वाचन पर तारीख घोषणा पर निर्वाचन राजनीति बेल को बेल उष्म हेबारे लगुछि। बीजेडी सभापति तथा नवीन पट्टनायक खूब शीघ्र प्रार्थी घोषणा कर दैछन्ति। नयापड़ार दिवंगत विधायक राजेंद्र ढोलकिया प्रति नयापड़ावासी भल पाइबा रहुछि। तेणु बीजेडी विजय हेब बोली दल पक्षर कहुछि। 11 दिन बीतीगला धरा पड़े ना एसआई कलंकरी मास्टरमाइंड। कुआड़े गला शंकर पृष्टि, कुआड़े गला मुना देहाटी। केबे धरा हेबे एसआई नियुक्ति कलंकरी मास्टरमाइंड। पुलिस चाकरी बिक्री घटना 114 जन आशायी को बांधी बोहिबा नेउछंती पुलिस बा क्राइम ब्रांच। तदंत केवल सिलिकॉन पंच सब लिमिटेड भितर अटकी रहुछि। धरा पड़छंती मात्र 5 जन दलाल। गुजरात रो आईटीआई लिमिटेड बेआईन भाव सबलेटिंग कला सबु जानिथिला ओपीआरबी। आईपीएस पूरण कुमार को मृत्यु घटना विदा हेले रोहतक एसपी। आत्महत्यार 4 दिन पर हरियाणार अतिरिक्त पुलिस डीजी वाई पूरण कुमार को मृतदेह विवेचित करा जाइछि। एही मामला रे रोहतक पुलिस डीजी को हरियाणा सरकार पक्षरु हटाई दिया जाइछि। सेपटे तेजीछि राजनीति। कांग्रेस नेत्री तथा सोनिया गांधी मृत आईपीएस ऑफिसर को पत्नी को मध्य चिठी लिखि सांत्वना दैछन्ति। उद्घाटन कले 42,000 कोटी रु अधिक मूल्यर प्रकल्प। चाषी मानक पई 2टी बड़ महत्वाकांक्षी योजनार शुभारंभ करछन्ति प्रधानमंत्री मोदी।
प्रधानमंत्री धन धान्य कृषि योजना डाली उत्पादन आत्मनिर्भरशील मिशन रो शुभारंभ करछन्ते। एही योजनार शुभारंभ करी प्रधानमंत्री कहिसन्ते जे एही दुईटी जाक योजना देशर लक्षाधिक चाषीक मुहरे हस फुटाई देव। योजनार सरकार पाखापाखि 35,000 कोटी टंकार अधिक मध्य खर्च करिवे। बिहार रे 100 आसन रे प्रार्थी देव। AIMIN बिहार विधानसभा निर्वाचन पाखे आसुछि। निर्वाचन आयोग मध्य तारीख घोषणा कर सारिछन्ति। हेले राजनीतिक दल माने 6 मास आगरु पोस्त हेतिबानी दृश्यमान होतबा बेले एबे सब दल प्रार्थी चयन कुने द्वंद्व रे रहितबानी देखिबाकू मिलुछि। इंडिया मेंट एनडीए मेंटर सहयोगी दल मानक भितर आसन बुझामणा मध्य ठीक भाबरे होई पारो नाही। इंडिया मेंटर सहयोगी दल कांग्रेस एवं वाम दल आसन बुझामणा को स्पष्ट चित्र मध्य आसी पारो नाहंती। वर्षा उजाड़ी गल चाष आ जहा बंची थिला दाउ साजुछि पोको। केन्द्रापड़ा जिल्लार मोरसामाई ब्लॉक रो गहगा पाट दे बहि जाउथबा चित्रापल नदी रे तीन थर बन्या आसीबा एवं लगाण वर्षा पर पानी घेर रे धान फसल रहुछि। कटक जिल्लार नेमाल ठारो मर्साघाई ब्लॉक पाकुमरा ग्राम पंचायत नारायणपुर पर्यंत प्राय 1400 हेक्टर रुआ एवं पाचिला धान फसल पची सड़ी नष्ट हो जाइछि। श्रीमंदिर चारिपटे लागिबो एंटी ड्रोन डिवाइस। डायरेक्टर जनरल तथा सिविल एविएशन बा डीजीसीएफ मैप रे श्रीमंदिर रोड जोन भाव स्थान पाई। रेड जोन अनुसार समुद्र पतन ठारू 50,000 मीटर उच्चता पर्यंत कौन सी ड्रोन उड़ाण हो पारिबो नाही। रेड जोन रे थिबा आईन अनुसार पुलिस दृढ़ कार्यानुष्ठान ग्रहण करि पारिबो। बाटवणा स्कूटी योजना अधारे अटकी रही। ऋण प्रतिशोध फेल मारिछि स्कूटी योजना। मास मास धरे दरमा न मिलिबार महिला ऋण सुझी पारु नथिबानी अभियोग करा जाउछि। अन्यपटे ऋण दे चिंतार बैंक माने महिला मानकु स्वावलंबी करबा उद्देश्य रे पूर्व सरकार आरंभ करथिले स्कूटी योजना। स्वयं सहायक गोष्ठी एमबीके बैंक मित्र सीआरपीएस जीपीएसएल डीएक्सएल को एही योजना रे मध्य शामिल करा जाय।